हाय पिलामाने आज हम आलोचना करिबा पार्ट 2 रे बा कहि परिबा हमर जो पूर्व क्लास थिला मेजर रिसर्च इंस्टीट्यूट हम डिस्कशन करथिले पिलामाने 15 टी हम ऑलरेडी डिस्कशन कर दिछे पार्ट 1 रे जदी कोनोसी पिला देखि ना पार्ट 1 को एवं पार्ट 2 वीडियो देखुछ तो हम रिक्वेस्ट करियो प्रथमे पार्ट 1 को क्लियर कर लियो तापरे हमने वीडियो को डिस्कशन करबा को आशा चलंतु आलोचना करिबा मैं पॉइंट नंबर 16 रे देखिबा जेमति कि बहुत बढ़िया भाबरे डिटेल्स डिस्कशन तमन सहित करिछि जदि भी तमन किछि भी टॉपिक ऊपर ଲାଗୁଛି କି ସାର୍ ଆମକୁ ଆଉ କିଛି ଜଣାନ୍ତୁ ବା ଏକ୍ସପ୍ଲେନ କରନ୍ତୁ ତାହେଲେ ମୁଁ ତମମାନଙ୍କୁ କ୍ଲିୟର କରିଦେବି କପି ପେନ୍ ନେଇକି ଆସ ଚାଲନ୍ତୁ ଷ୍ଟାର୍ଟ କରିବା ପିଲାମାନେ ଦେଖ 16 ନମ୍ବର ପଏଣ୍ଟ ପଚାରୁଛୁ ପିଲାମାନେ ଆମକୁ ସେଣ୍ଟ୍ରାଲ ବୋଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ୍ ଆଟ୍ ପିଲାମାନେ ଆମେ କହିପାରିବୁ ଯେ CBRI ସେଣ୍ଟ୍ରାଲ ବୋଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ କେଉଁଠାରେ ସ୍ଥାପିତ କରାଯାଇଛି ଆନ୍ସର ପିଲାମାନେ ଲକ୍ଷ୍ନୌ ଲକ୍ଷ୍ନୌ ପିଲାମାନେ ଗୋଟେ ସହରର ନାଁ ଏବଂ ଲକ୍ଷ୍ନୌ ଯୋଉ ସହରରେ ଅବସ୍ଥିତ ସେ ମାନେ ଷ୍ଟେଟର ନାଁ ସରି ଲକ୍ଷ୍ନୌ ଯୋଉ ଷ୍ଟେଟରେ ଅବସ୍ଥିତ ଷ୍ଟେଟର ନାଁ ହଉଛି ୟୁପି ଆଉ କହିପାରିବେ ଉତ୍ତରପ୍ରଦେଶ ବୁଝିପାରିଲ ଯିବା ଯୋଉ CBRI କହିଲି ପିଲାମାନେ CBRI ସେଣ୍ଟ୍ରାଲ ବୋଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏହାର ସ୍ଥାପିତ କେବେ ହେଇଥିଲା ମନେ ରଖିବ ଇଏ ଆମେ 1965 ନାଇଁ ପିଲାମାନେ ନା ସ୍ଥାପିତ କରାଯାଇଥିଲା ମନେ ରଖିବ 1789 এটা ଲକ୍ଷ୍ନୌରେ ଅଛି ୟୁପିରେ ସ୍ଥାପିତ କରାଯାଇଥିଲା 1789 ଓକେ ये ଗୋଟେ 1799 ମସିହାରେ ଗୋଟେ ଆଜ ଏ ଆମେ କହିପାରିବା ଗୋଟେ ରୟାଲ ଗାର୍ଡେନ ଓକେ ଗୋଟେ ଗାର୍ଡେନ ଥିଲା ରାଜକୀୟ ବଗିଚା ଆମେ କହିପାରିବା ସ୍ଥାପିତ କରା ଯାଇଥିଲା କିନ୍ତୁ ସମୟ ଚକ୍ରରେ ଆମେ କହିପାରିବା ଯେବେ ରୟାଲ ଗାର୍ଡେନ ପିଲାମାନେ ସ୍ଥାପିତ କରାଯାଇଥିଲା ତାର ଫାଉଣ୍ଡର କିଏ ଥିଲେ ତମେ ଜାଣିଛ ଲେଖିବ ସାଦତ ଓକେ ସାଦତ ଅଲି ଖାନ ଏବଂ ଆଙ୍କୁ ମଧ୍ୟ ଆଙ୍କର ନିକନେମ୍ ମଧ୍ୟ ଗୋଟେ ଅଛି ନୱାବ ଓକେ ଏନ୍ ଏନ୍ ଓ WAB এটা ତ ମାନେ ଗୋଟେ ଶବ୍ଦ ଗୋଟେ ଆମର କହିପାରିବା ହିନ୍ଦୀର ଶବ୍ଦ ତମମାନଙ୍କୁ ଇଂଲିଶ ଲେଖୁଛି ନୱାବ ଅଫ ଆଉଦ ଆଙ୍କୁ କୁହାଯାଏ ଓକେ OUDH ଟିକେ ପଏଣ୍ଟ ଆମେ କ୍ଲିୟର କରିବା ତାପରେ ଆଗକୁ ଡିସ୍କସନ କରିବା ମନେ ରଖ ଲକ୍ଷ୍ନୌରେ ଅବସ୍ଥିତ CBRI ବା କହିପାରିବା ସେଣ୍ଟ୍ରାଲ ବୋଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ୍ କରାଯାଇଛି ୟୁପି ଷ୍ଟେଟ ଅନ୍ତର୍ଗତ ଲକ୍ଷ୍ନୌ ସହରରେ 1799 କରାଯାଇଥିଲା ସ୍ଥାପିତ ଏବଂ ଆଜ ଏ ରୟାଲ ଗାର୍ଡେନ ଗୋଟେ ରାଜକୀୟ ବଗିଚା ହିସାବରେ ତାକୁ ସ୍ଥାପିତ କରାଯାଇଥିଲା ଏବଂ ସେଠି ଅଫିସ ଥିଲା ସମୟ ଚକ୍ରରେ ସେ ନେକ୍ସଟରେ ପରିଣତ ହେଇଛି ଗୋଟେ ଇନଷ୍ଟିଚ୍ୟୁଟରେ ଏବଂ ତାର ଯୋଉ ଫାଉଣ୍ଡର ଥିଲେ ସେ ଥିଲେ ସାଦତ ଅଲି ଖାନ ତାଙ୍କୁ ମଧ୍ୟ ଆମେ ନୱାବ ଆଉଦ ବୋଲି କହିଥାଉ ପିଲାମାନେ ଏତିକି ମାଇଣ୍ଡରେ ତମ ପୁରା କ୍ରିଷ୍ଟାଲ କ୍ଲିୟର ହବା ଦରକାର ଏବଂ ଯୋଉ 1799 ପିଲାମାନେ ଏଟା ସ୍ଥାପିତ ମାନେ ବୁଝିପାରୁଛ ନା 1799 କଥା ଇଏ ମାନେ ବହୁତ ବର୍ଷ ହେଇଗଲା କୁ ଯେବେ ଆମେ କହିପାରିବା ଆମର ଯୋଉ CSIR ସେଣ୍ଟ୍ରାଲ ଆମର ଯୋଉ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଛି ଯୋଉଟା ସମସ୍ତଙ୍କ ଉପରେ ଯୋଉ ହେଡ୍ ଥାଏ ଓକେ ବୁଝିପାରିଲେ ପିଲାମାନେ ଦେଖ ଇଏ ବର୍ତ୍ତମାନ କଣ ହେଲା ନା 1799 ରୁ ଷ୍ଟାର୍ଟ ହେଇଥିଲା ମାନେ ଏଟାକୁ ଗୋଟେ ନର୍ମାଲ କହିପାରିବା ଗୋଟେ ରୟାଲ ଗାର୍ଡେନ ସେତେବେଳେ ସମୟରେ ସେ ସାଦତ ଅଲି ଖାନଙ୍କ ଦ୍ୱାରା କରାଯାଇଥିଲା ଏବଂ 1978 ମସିହାରେ ମୁଁ ତମମାନଙ୍କ ପାଇଁ ପେନଟି ନେଇ ଆସେ ଦେଖ 1789 ରୁ 1978 ମନେ ରଖ 1799 ପରେ ଆକୁ ମାନେ ଫାଉଣ୍ଡର ଯିଏ ତାକୁ ସ୍ଥାପିତ କରିଥିଲେ କିନ୍ତୁ 1978 ମସିହାରେ ଆମର ଯୋଉ CSIR ଯୋଉ ସଂସ୍ଥା ଅଛି ଇଣ୍ଡିଆର ମାନେ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଯୋଉଟାକି ଆମେ କହିପାରିବା କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ CSIR ଆ ଅଣ୍ଡରରେ ସବୁ ଯାକ ରିସର୍ଚ୍ଚ ସେଣ୍ଟର ଅଛି ତ CSIR କୁ 1978 ମସିହାରେ ଟେକ୍ ଓଭର କଲା ଓକେ ଏବଂ ତା ନାଁ ଚେଞ୍ଜ କରିକି କରାଗଲା କଣ NBRI ମାନେ ଚେଞ୍ଜ ହେଲା କାହା ନା ମନେ ରଖି ପିଲା ଯୋଉଟା ଆମେ କହୁଥିଲେ ଟିକେ ପୂର୍ବରୁ CBRI ଥିଲା ଯୋଉ ସେଣ୍ଟ୍ରାଲ ବୋଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଓକେ ସେ ଗୋଟେ ରୟାଲ ଗାର୍ଡେନ ହିସାବରେ ତାକୁ ଟୋଟାଲ ଯେତେବେଳେ CSIR ନେଲା ଆମର ଯୋଉ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ନେଲା ଆକୁ ତା ନାଁ ବଦଳେଇକି NBRI କରାଗଲା NBRI ବା କହିପାରିବା ନ୍ୟାସନାଲ ବୋଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ କରାଗଲା ବୁଝିପାରିଲ ବର୍ତ୍ତମାନ ହେଡ୍ କିଏ ଅଛନ୍ତି ଓକେ ବର୍ତ୍ତମାନ କହିଲା ପିଲାମାନେ ହେଡ୍ କିଏ ଅଛନ୍ତି ମନେ ରଖିବ ଅଜିତ କୁମାର ସାସାନୀ ମନେ ରଖିବ ଅଜିତ କୁମାର ସାସାନୀ ଯାହା ବି ପିଲାମାନେ ସ୍ପେଲିଂ ହବ ତା ଲୋକାଲ ଲାଙ୍ଗୁଏଜରେ
ବର୍ତ୍ତମାନ ସେ ଡାଇରେକ୍ଟର ଅଛନ୍ତି। ବୁଝିପାରିଲ କ୍ଲିୟର? ଯିବା ନେକ୍ସଟ ପଏଣ୍ଟ। ଲେଖିବ ଗୋଟେ ଜାଗା ପିଲାମାନେ ସର୍ଟ ହଉଛି ଛାଡ଼, ତଥାପି ଦେଖିବା। ନେକ୍ସଟ ହଉଛି ଆମର କ୍ୱେଶ୍ଚିନ୍ ନମ୍ବର 18। ଦେଖ ଗୋଟେ କଥା ପିଲାମାନେ, ତମମାନଙ୍କର କ୍ରିଷ୍ଟାଲ କ୍ଲିୟର ମାଇଣ୍ଡ ରହିବା ଦରକାର। ତେଣୁକରି ମୁଁ ଟିକେ ମାନେ ଡିଟେଲରେ ଡିସ୍କସନ କରିବା ପସନ୍ଦ କରିବି। ଓକେ, ୱେଟ୍। ଜାଗା ଟିକେ ପିଲାମାନେ ନ ରହିବା, ଆମେ ଆଲୋଚନା କେମିତି କରିବା? ଓକେ, ହଁ, ଉପରେ ଲେଖି ହବ, ତମମାନଙ୍କ ପାଇଁ ସ୍ପେସ୍ ମିଳିଯିବ। ଦେଖ, 17 ପିଲାମାନେ ଆମକୁ କଣ ପଚାରୁଛି ଯେ ଇଣ୍ଡିଆ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ୍ କେଉଁଠାରେ? ନ୍ୟୁ ଦିଲ୍ଲୀ। ପିଲାମାନେ ଆମର ଇଣ୍ଡିଆର ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଆମେ କହିପାରିବା କୃଷି ଭିତ୍ତିକ ଯୋଉ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ କୋଉଠାରେ ଅଛି ଅବସ୍ଥିତ। ତମମାନଙ୍କୁ ଗୋଟେ ସିଙ୍ଗଲ ପ୍ରଶ୍ନ ପଚାରି ପାରିବ, ଆନ୍ସର ଲେଖିପାରିବ ନ୍ୟୁ ଦିଲ୍ଲୀ। କ୍ଲିୟର ବୁଝିପାରିଲ? କିନ୍ତୁ ପିଲାମାନେ ନ୍ୟୁ ଦିଲ୍ଲୀ ବର୍ତ୍ତମାନ ଅଛି। ମନେ ରଖ ଏଠି ପ୍ରଥମେ ଦେଖିଲେ ଫାଉଣ୍ଡର କିଏ ଥିଲେ? ପିଲାମାନେ ଫାଉଣ୍ଡର କହିଲେ କିଏ ଥିଲେ? ଫାଉଣ୍ଡର ଥିଲେ, ମନେ ରଖିବ, ହେନରୀ ଫିପ୍ସ। ତାଙ୍କର ନାଁ ଥିଲା SENERY। ଜଣେ ବ୍ରିଟିଶର ଥିଲେ। ତ ହେନରୀ ଫିପ୍ସ ଥିଲେ ଫାଉଣ୍ଡର। କାହାର? ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ। ପିଲାମାନେ ସେଇଟା ଗ୍ୟାରେଣ୍ଟି ନାହିଁ ଯେ ତାଙ୍କ ସମୟରେ ହିଁ ନାଁ ଏଇଟା ଦିଆଯାଇଥିଲା। ତାଙ୍କ ସାରା ନାଁ ଅଲଗା ବି କିଛି ହେଇପାରେ। ସେ ଜଣେ ଫିଲୋଥ୍ରୋପିଷ୍ଟ ଥିଲେ। ଓକେ, ମନେ ରଖିପାରିବ। ଆମେ କହିପାରିବା ଫିଲୋଥ୍ରୋପିଷ୍ଟ କଣ? ସେ ଜଣେ ଲୋକସେବକ ଥିଲେ। ଜଣେ ଲୋକସେବକ ଯିଏ ସମାଜ ପାଇଁ କାମ କରନ୍ତି, ଆମେ କହିପାରିବା ଲୋକସେବକ ଥିଲେ। କିଏ ସେ? ହେନରୀ ଫିପ୍ସ। ସେ ଇଣ୍ଡିଆନ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ସ୍ଥାପିତ କରିଥିଲେ। କ୍ଲିୟର ବୁଝିପାରିଲ? ତାପରେ ପିଲାମାନେ କଣ ହେଲା ନା, ଆମର ଏଇଟା ନର୍ଥ, ପ୍ରଥମେ କୋଉଠି ଥିଲା କହିଲ? ନର୍ଥ ବିହାରରେ। ଓକେ, ବିହାରର ନର୍ଥ ସାଇଡରେ ଥିଲା। ନର୍ଥ ବିହାରରେ ଥିଲା ଗୋଟେ ମାନେ ଭୂମିକମ୍ପ ହେଇଥିଲା, ଗୋଟେ ଏୟାରକ୍ୱେକ୍ ହେଇଥିଲା, ମନେ ରଖିବ। ଏୟାରକ୍ୱେକ୍ କାରଣରୁ କଣ ହେଲା? ଜାଗା ଚେଞ୍ଜ କରାଗଲା। ବିହାରରୁ ସେ ନ୍ୟୁ ଦିଲ୍ଲୀ କି ଉଠେଇ ନିଆଗଲା। ଓକେ, ନ୍ୟୁ ଦିଲ୍ଲୀ କି ନିଆଗଲା, ମନେ ରଖିବ। ୱାର୍କ ଗୋଟେ ପିଲାମାନେ କେବେ ହେଇଥିଲା? 1905 ମସିହାରେ। ଟିକେ ଆଉ ଟିକେ ତମମାନଙ୍କୁ କହି ରଖୁଛି, କ୍ଲିୟର ନହେଲା। ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଆମର ଥିଲା, ସେ ନ୍ୟୁ ଦିଲ୍ଲୀ ବର୍ତ୍ତମାନ ଅଛି ହେଡ୍ ଅଫିସ, କିନ୍ତୁ ପ୍ରଥମ ଥିଲା ବିହାରରେ। ଏବଂ ତାକୁ ସ୍ଥାପିତ କରିଥିଲେ ହେନରୀ ଫିପ୍ସ, ଏବଂ ସେ ଜଣେ ଲୋକସେବକ ଥିଲେ, ବା କହିପାରିବା ସେ ଜଣେ ଫିଲୋଥ୍ରୋପିଷ୍ଟ ଥିଲେ। ବୁଝିପାରିଲ? କ୍ଲିୟର? ଏବଂ 1905ରେ ଗୋଟେ ଆମର ଏୟାରକ୍ୱେକ୍ କାରଣରୁ ବିହାରରୁ ଟ୍ରାନ୍ସଫର କରି ଦିଆଗଲା ନ୍ୟୁ ଦିଲ୍ଲୀ କି, ଏଇ ହେଡ୍ ଅଫିସଟି, ବା କହିପାରିବା 1905ରେ ମାନେ ଉଠେଇ ଦିଆଗଲା। 1934ରେ ହେଇଥିଲା, ବହୁତ ଗୁଡା ଭାଙ୍ଗି ତୁଟି ଯାଇଥିଲା। ଓକେ, ସେଥିପାଇଁ ତାକୁ ଚେଞ୍ଜ କରିକି 1905 ମସିହାରେ ନ୍ୟୁ ଦିଲ୍ଲୀ କି ସ୍ଥାପିତ କରାଗଲା। ଏବଂ 1934ରେ ସିଫ୍ଟ କଲା ପରେ ଦିଲ୍ଲୀ ସିଫ୍ଟ କଲେ, ସେତେବେଳେ ପିଲାମାନେ 1936 ମସିହା ହେଇଗଲା। ମାନେ ଦେଖ, ଏ ସବୁ ଟାଇମ ଟେକିଂ କାମ। ତମମାନଙ୍କୁ ଯଦି କହିବ 1905ରେ ହେଇଥିଲା କଣ, 1905ରେ ସ୍ଥାପିତ କରାଯାଇଥିଲା। 1934ରେ ଭୂମିକମ୍ପ ହେଲା, 1936 ବେଳକୁ ତାକୁ ଟ୍ରାନ୍ସଫର କରିଦିଆଗଲା ଦିଲ୍ଲୀ କି। ଓକେ, 1936ରେ ସମ୍ପୂର୍ଣ୍ଣ ରୂପେ କହିପାରିବା 1936 ମସିହାରେ ସମ୍ପୂର୍ଣ୍ଣ ରୂପରେ ଫୁଲ ଫ୍ଲିଷ୍ଟ ବା ପୂର୍ଣ୍ଣ ବିକଶିତ ସ୍ତରରେ ଆମର ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସ୍ଥାପିତ କରାଗଲା। କୋଉଠି? ଦିଲ୍ଲୀରେ। କ୍ଲିୟର ବୁଝିପାରିଲ? ମତେ ଲାଗୁଛି ତମମାନଙ୍କୁ ବୋଧେ ଆଉ ଡେଟରେ କନଫ୍ୟୁଜନ ନଥିବ। 1905ରେ ଯେତେବେଳେ ସ୍ଥାପିତ କରାଗଲା, ହେନରୀ ଫିପ୍ସ ଦ୍ୱାରା ସେଟା ଲୋକସେବକ ଥିଲେ, ଫାଉଣ୍ଡର ଥିଲେ। ଏବଂ ଏୟାରକ୍ୱେକ୍ ହେଲା 1934 ମସିହାରେ। 1936 ମସିହା ସୁଦ୍ଧା ତାକୁ ସମ୍ପୂର୍ଣ୍ଣ ରୂପେ ପୁନଃବିକଶିତ କରିକି ସ୍ଥାପିତ କରାଗଲା ନ୍ୟୁ ଦିଲ୍ଲୀରେ। ଏତେ କ୍ଲିୟର ହେଲା? ବର୍ତ୍ତମାନ ଡାଇରେକ୍ଟର ମନେ ରଖିବ ପିଲାମାନେ, ସେ ହଉଛନ୍ତି ଡକ୍ଟର ତିଲକ ରାଜ ଶର୍ମା। ମନେ ରଖିବ, ଡକ୍ଟର ତିଲକ ରାଜ ଶର୍ମା। ବୁଝିପାରିଲ ପିଲାମାନେ? ଏତିକି ତମମାନଙ୍କର କ୍ଲିୟର ହେଲା ମାଇଣ୍ଡରେ? ଆଉ ଥରେ ଦେଖିବା ନମ୍ବର 18। ଓକେ, ଦେଖ, ପ୍ରଶ୍ନ 18 ପିଲାମାନେ କଣ ପଚାରୁଛି ଆମକୁ ଯେ ଇଣ୍ଡିଆନ ମେଟ୍ରୋଲୋଜିକାଲ, ୱେଟ୍, ଜାଗା ଥାଉ ବା ନଥାଉ ତମମାନଙ୍କୁ ତ ବୁଝିବାକୁ ପଡିବ ମତେ କଣ କରାଯିବ। ଦେଖ, ଯୋଉ ଲେଖା ଅଛି ପିଲାମାନେ 18 ନମ୍ବର, ଇଣ୍ଡିଆନ ମେଟ୍ରୋଲୋଜିକାଲ ଇନଷ୍ଟିଚ୍ୟୁଟ ଲୋକେଟେଡ୍। ଇଣ୍ଡିଆର ପିଲାମାନେ ଯୋଉ ମେଟ୍ରୋଲୋଜିକାଲ ଇନଷ୍ଟିଚ୍ୟୁଟ ଅଛି, ତାହା ନ୍ୟୁ ଦିଲ୍ଲୀରେ ଅବସ୍ଥିତ। ତମମାନଙ୍କ ପାଇଁ ସ୍କ୍ରିନରେ ଦେଖାଯାଉଛି। ନ୍ୟୁ ଦିଲ୍ଲୀ ପିଲାମାନେ ଅବସ୍ଥିତ ଅଛି ଯେ, ମନେ ରଖ, ଏ ସବୁ ମାନେ ଯୋଉ କହିଲି ଯେ ତମମାନଙ୍କୁ ପ୍ରଥମ ପଏଣ୍ଟରେ ଯେ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସେ ପ୍ରଥମେ ବିହାର ଥିଲା। ପିଲାମାନେ 85% ସିଓର ଯେ କିଛି ଇନଷ୍ଟିଚ୍ୟୁଟ ଏମିତି ଅଛି ଯାହାର
फाउंडर केही ना केही थिबे ଏବଂ ତାହା ସମୟ କ୍ରମରେ ଆମ ପାଖରେ ନାହିଁ ତାର ଫ୍ୟାକ୍ଟ ନାହିଁ ବା ତଥ୍ୟ ନାହିଁ ଯୋଉଟା ଅଛି ସେଟା ପୁରା ଅଥେଣ୍ଟିକାଲ ତଥ୍ୟ କାରଣ ଏକ୍ଜାମ ରେ କ୍ୱେଶ୍ଚିନ୍ ଏମିତି ହିଁ ବୁଲେଇ ତମମାନଙ୍କୁ ପଚାରୁଛି କ୍ଲିୟର ବୁଝିପାରିଲ ନ୍ୟୁ ଦିଲ୍ଲୀ ଅବସ୍ଥିତ ହେଇଛି ଏବଂ କେବେ ଅବସ୍ଥିତ ଥିଲା ଯଦି ପିଲାମାନେ ତମେ ଲେଖିପାରିବ ଲେଖିବ 1875 ମସିହାରେ ଫାଉଣ୍ଡର ଥିଲେ ଦେଖିବା ଫାଉଣ୍ଡର ଜାଗା କୋଉଠି ଅଛି ଲେଖିଦଉଛି ଫାଉଣ୍ଡର ନା ମନେ ରଖ ସେ ଥିଲେ ହେନରୀ ଫ୍ରାନ୍ସିସ୍ ବ୍ଲାନଫୋର୍ଡ ଓକେ କିଏ ଥିଲେ ଲେଖିବ ହେନରୀ ଫ୍ରାନ୍ସିସ୍ ବ୍ଲାନଫୋର୍ଡ ପିଲାମାନେ ସ୍ପେଲିଂ ରେ ମତଲବ ନାହିଁ ତମେ ଯଦି ନାଁ ବି ଖାଲି ଥରେ ପଢି ରଖିପାରିବ ତାହେଲେ ତମମାନେ କ୍ଲିୟର କରିଦେବ ହେନରୀ ଫ୍ରାନ୍ସିସ୍ ବ୍ଲାନଫୋର୍ଡ ତାଙ୍କର କହିପାରିବେ ବା ଫ୍ରାନ୍ସିସ୍ ହେଇପାରିବ ମତେ ଲାଗୁଛି ଯେ ଫ୍ରାନ୍ସିସ୍ ବୋଧେ ହେନରୀ ଫ୍ରାନ୍ସିସ୍ ବ୍ଲାନଫୋର୍ଡ ମାନେ ବ୍ଲାନଫୋର୍ଡ କାହିଁକି ନା ଲେଖା ହେଇଛି ଏଚ୍ ଏଫ୍ ବ୍ଲାନଫୋର୍ଡ ଓକେ ମୁଁ ପଢିଥିଲି ତ କ୍ଲିୟର ହେଲା ପିଲାମାନେ ବର୍ତ୍ତମାନ କିଏ ସେ ଅଛନ୍ତି ତାର ହେଡ୍ ଅଛନ୍ତି ବର୍ତ୍ତମାନ ଲେଖିପାରିବା ଆମେ ଏଠି ବର୍ତ୍ତମାନ ହେଡ୍ ଲେଖିବା ପିଲାମାନେ ସେ ହଉଛନ୍ତି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏଠି ଲେଖିଦଉଛି ପିଲାମାନେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓକେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କ୍ଲିୟର ବୁଝିପାରିଲେ ପିଲାମାନେ ଯିବା ନେକ୍ସଟ ୱେଟ୍ ଦେଖିବା ପିଲାମାନେ ବୋଧେ ପଳେଇ ଆସିଲା ହଁ ଗୋଟେ ଡିସ୍କସନ କରିବା ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଦେଖ 19 ନମ୍ବର ଦେଖିବା ଆମେ କହିପାରିବା ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଲୋକେଟେଡ ପିଲାମାନେ ତାହା ହଉଛି ନ୍ୟୁ ଦିଲ୍ଲୀ କୋଉଠି ନ୍ୟୁ ଦିଲ୍ଲୀ ଅବସ୍ଥିତ ପ୍ରଥମ ମୁଁ ତମମାନଙ୍କ ପାଇଁ କଣ କରିବି ସ୍ପେସ୍ କୋଉଠୁ ଆଣିବି ହେଇଯିବ ପ୍ରାୟତଃ ତ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ପିଲାମାନେ ନ୍ୟୁ ଦିଲ୍ଲୀ ଅବସ୍ଥିତ କେବେ କରାଯାଇଥିଲା ବା ଆମେ କହିପାରିବା ମନେ ରଖିବ 1988 ମସିହାରେ 1988 ମସିହାରେ ସ୍ଥାପିତ କରାଯାଇଥିଲା ଫାଉଣ୍ଡର କିଏ ଥିଲେ ପିଲାମାନେ ଇଏ ଯେହେତୁ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ଗୋଟେ ମାନେ ଏଇଟା ଇନଷ୍ଟିଚ୍ୟୁଟ ତ ଗଭର୍ଣ୍ଣମେଣ୍ଟ ହଉଛି ଏନଏଚଏଆଇ ଆମେ କହିପାରିବା ସଂସ୍ଥା ବେଳେ ବେଳେ କନଫ୍ୟୁଜନ କୋଶ୍ଚିନ୍ ମଧ୍ୟ ପଚାରୁଛି ଏବଂ ଗୋଟେ ଗୋଟେ ଟାଇମରେ ଆମକୁ ଦେଖିବାକୁ ମିଳୁଛି ମାନେ ଯୋଗେନ୍ଦ୍ର ନାରାୟଣ ମନେ ରଖିବ ଯୋଗେନ୍ଦ୍ର ନାରାୟଣ କହିଲେ ପିଲାମାନେ ଯୋଗେନ୍ଦ୍ର ନାରାୟଣ ମାନେ ଇଏ ସଂସ୍ଥାକୁ ପ୍ରଥମତଃ ଆରମ୍ଭ କରିଥିଲେ ଏବଂ ତାପରେ ପରିବର୍ତ୍ତିତ ହୋଇକି ଏନଏଚଏଆଇ ହାତକୁ ପଳେଇଥିଲା ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ହାତକୁ ବର୍ତ୍ତମାନ କିଏ ହେଡ୍ ଅଛନ୍ତି ବର୍ତ୍ତମାନ ହେଡ୍ ଅଛନ୍ତି ସନ୍ତୋଷ କୁମାର ଯାଦବ ଲେଖିବ ସନ୍ତୋଷ କୁମାର ଯାଦବ ସ୍ପେଲିଂ ଯାହା ବି ହଉ ଆଡଜଷ୍ଟ କରିନିଅ ଦେଖ କୋଶ୍ଚିନ୍ ତମମାନଙ୍କୁ ଏତିକି ହିଁ ପଚାରିବ କେବେ ସ୍ଥାପିତ ହେଇଥିଲା ଏବଂ କୋଉ ଜାଗା ସ୍ଥାନ ତମେ ଜାଣିଛ ନ୍ୟୁ ଦିଲ୍ଲୀ ଏବଂ ଫାଉଣ୍ଡର ଯଦି ଥିଲା ତ ପିଲାଙ୍କ ନାଁ ଲେଖିବ ଏନଏଚଆଇ କିମ୍ବା ଯୋଗେନ୍ଦ୍ର ନାରାୟଣ ବର୍ତ୍ତମାନ ହେଡ୍ ହଉଛନ୍ତି ସନ୍ତୋଷ କୁମାର ଯାଦବ ଏତିକି କ୍ଲିୟର ତମମାନଙ୍କର 20 ନମ୍ବର ଦେଖିବ ଦି ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ତାହା ପିଲାମାନେ ନ୍ୟୁ ଦିଲ୍ଲୀରେ ଓକେ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ୍ ନ୍ୟୁ ଦିଲ୍ଲୀ ତ ପିଲାମାନେ ପ୍ରଥମ କହିଲ କେବେ ସ୍ଥାପିତ ହେଇଥିଲା ଏଇଟା ବି ଆମେ ଜାଣିବା ନିହାତି ଜରୁରୀ 1952 ମସିହା ଜୁଲାଇ 16 1952 ମସିହା ଜୁଲାଇ 16 ଫାଉଣ୍ଡର ଥିଲେ ମନେ ରଖିବ ଡକ୍ଟର ଇ ଜିପିକ୍ସ ସେଟା PIKES କ୍ଲିୟର ବୁଝିପାରିଲ ଦି ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ୍ ନ୍ୟୁ ଦିଲ୍ଲୀ ଏବଂ 1952 ଜୁଲାଇ 16 ସ୍ଥାପିତ ଡକ୍ଟର ଇଜେଡ୍ ଥିଲେ ତାଙ୍କର ଫାଉଣ୍ଡର ବର୍ତ୍ତମାନ ଅଛନ୍ତି ହେଡ୍ ଯିଏ ବର୍ତ୍ତମାନ ହେଡ୍ ଅଛନ୍ତି କିଏ ସେ ପ୍ରଫେସର ମନୋରଞ୍ଜନ ପରିଡା ଓକେ ମନୋରଞ୍ଜନ ପରିଡା ଜଣେ ଆମେ କହିବା ଜଣେ ଓଡିଆ ଓକେ କ୍ଲିୟର ବୁଝିପାରିଲ ଏତିକି କ୍ଲିୟର ହେଲା ଏବଂ ସେ 20 ସେପ୍ଟେମ୍ବର 2022 ମସିହାରୁ ଏବେ ବି ସେ କାର୍ଯ୍ୟରତ ଅଛନ୍ତି ତମେ ଯଦି ଭିଡିଓ 2027 ଦେଖିବ ତାହେଲେ କହିବ ସେ ଥିବେ ସେଟା ଗ୍ୟାରେଣ୍ଟି ନାହିଁ ମୁଁ ଯୋଉ ସମୟ ରେକର୍ଡିଂ କରୁଛି ତମମାନଙ୍କୁ ଯୋଉ ସମୟରେ ଭିଡିଓ ପବ୍ଲିଶ ହଉଛି ସେ ସମୟରେ ସେ ଅଛନ୍ତି ହେଡ୍ କ୍ଲିୟର ବୁଝିପାରିଲ ଦେଖିବା ନେକ୍ସଟ ପଏଣ୍ଟ ପିଲାମାନେ 21 ଓକେ କୋଉଟା ଦେଖିବା ଦି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଲୋକେଟେଡ୍ ନ୍ୟୁ ଦିଲ୍ଲୀ ଦି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଲୋକେଟେଡ୍ ନ୍ୟୁ ଦିଲ୍ଲୀ ପିଲାମାନେ ଯଦି ଆମେ କହିପାରିବା ଫାଉଣ୍ଡର କିଏ ଥିଲେ ପ୍ରଥମ ଆମକୁ କାହିଁକି ନା ଯେହେତୁ ଗୋଟେ ଇନଷ୍ଟିଚ୍ୟୁଟ ଅଛି ଗୋଟେ ତମେ ଫାଉଣ୍ଡର ଥାଇପାରନ୍ତି ଫାଉଣ୍ଡର ତ ପିଲାମାନେ ବାଲଚନ୍ଦ୍ର ବାବାଜୀ ଦୀକ୍ଷିତ ଇଏ ଫାଉଣ୍ଡର ଥିଲେ ବାଲଚନ୍ଦ୍ର ବାବାଜୀ
ଦୀକ୍ଷିତ କେବେ ହେଇଥିଲା ପିଲାମାନେ କହିପାରିବା କେବେ ଆକୁ ସ୍ଥାପିତ କରିଥିଲେ ତମେ ଲେଖିପାରିବ 8 ଫେବୃଆରୀ 1956 8 ଫେବୃଆରୀ 1956 କ୍ଲିୟର ବୁଝିପାରିଲ ତାପରେ ଯଦି ପିଲାମାନେ କହିପାରିବା ଆମର ଏଇ ଯୋଉ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଗୋଟେ ଆଉ ଗୋଟେ କଥା କହିପାରିବ ଇଏ ହଉଛି ଏମ୍ସ ଆମର ଗୋଟେ ମଧ୍ୟ ବଡ ସଂସ୍ଥା ଅଛି ଏମ୍ସ ଆମ ପାଖରେ ମଧ୍ୟ ଗୋଟେ ଅଛି ଓଡିଶାରେ ପିଲାମାନେ ଆମେ ବର୍ତ୍ତମାନ ଆ ଡାଇରେକ୍ଟର ଦେଖିନବା ଦିଲ୍ଲୀର ଯୋଉ ଡାଇରେକ୍ଟର ବର୍ତ୍ତମାନ ଅଛନ୍ତି ସେ ହଉଛନ୍ତି ଡକ୍ଟର ଏମ ଶ୍ରୀନିବାସ ଡକ୍ଟର ଏମ ଶ୍ରୀନିବାସ ସେ ବର୍ତ୍ତମାନ ଡାଇରେକ୍ଟର ଅଛନ୍ତି ନାଉ କାହାର ଦି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ନ୍ୟୁ ଦିଲ୍ଲୀରେ ଅବସ୍ଥିତ ଫାଉଣ୍ଡର ଥିଲେ ବାଲଚନ୍ଦ୍ର ବାବାଜୀ ଦୀକ୍ଷିତ 8 ଫେବୃଆରୀ 1956 ହେଇଥିଲା ଏବଂ ବର୍ତ୍ତମାନ ଡାଇରେକ୍ଟର ଅଛନ୍ତି ଡକ୍ଟର ଏମ ଶ୍ରୀନିବାସ ବର୍ତ୍ତମାନ ଆମର ଡାଇରେକ୍ଟର ଅଛନ୍ତି ବା କହିପାରିବେ ଦିଲ୍ଲୀର ଦିଲ୍ଲୀ ସ୍ଥିତ ଏମ୍ସ ଡାଇରେକ୍ଟର ଅଛନ୍ତି କିନ୍ତୁ ଆମେ ଟିକେ ଆମ ଓଡିଶାରେ ଯୋଉ ଏମ୍ସ ଅଛି ତା ବିଷୟରେ ଡିସ୍କସନ କରିବା ଯଦି ଆମର ବେଟର ମତେ ଲାଗୁଛି ଟିକେ କଣ ଡିସ୍କସନ କରିନବା ଦେଖ ଓଡିଶାରେ ଯିଏ ଅଛନ୍ତି ପିଲାମାନେ କହିପାରିବେ ଓଡିଶାରେ କେବେ ସ୍ଥାପିତ ହେଇଥିଲା କହିଲ ଜୁଲାଇ 15 2003 ମାନେ କାର୍ଯ୍ୟରତ ଆରମ୍ଭ ହେଇଯାଇଥିଲା କହିପାରିବ ୱାର୍କ ପ୍ରୋସେସ ଆରମ୍ଭ ହେଇଯାଇଥିଲା ଆମର ଓଡିଶାରେ ଯୋଉ ଏମ୍ସ ଅଛି ଏବଂ କାହା ସମୟରେ ଥିଲା ତାକୁ ପ୍ରଥମେ କହିପାରିବା କାହା କିଏ କରିଥିଲେ ଅଟଳ ବିହାରୀ ବାଜପେୟୀ ଯିଏ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଥିଲେ ପୂର୍ବତ କହିପାରିବା ବାଜପେୟୀ ଥିଲେ ସେ କରିଥିଲେ ତାଙ୍କ ସମୟରେ ଓକେ ବର୍ତ୍ତମାନ କିଏ ଅଛନ୍ତି ଡିନ୍ ବର୍ତ୍ତମାନ ଡାଇରେକ୍ଟର ନାହାନ୍ତି ଏଠି ଡିନ୍ ଅଛନ୍ତି ସେ ଡିନ୍ ଅଛନ୍ତି ଡକ୍ଟର ପ୍ରଶାନ୍ତ ରାଘବ ମହାପାତ୍ର ମୁଁ ଏଠି ଲେଖି ଦଉଛି ଡକ୍ଟର ଡକ୍ଟର ପ୍ରଶାନ୍ତ ରାଘବ ମହାପାତ୍ର କ୍ଲିୟର ବୁଝିପାରିଲ ପିଲାମାନେ ଏତେ କ୍ଲିୟର ହେଲା ତମମାନଙ୍କ ମାଇଣ୍ଡରେ ପୁରା କ୍ରିଷ୍ଟାଲ କ୍ଲିୟର କିଛି ଡାଉଟ ରଖନି କୋଶ୍ଚିନ୍ ଯୋଉଥିରେ ପଚାରିବ ଯଦି ପଚାରିଲା ଯେ ଭୁବନେଶ୍ୱର ସ୍ଥିତ ଏମ୍ସ କେବେ ସ୍ଥାପିତ ହୋଇଥିଲା ଜୁଲାଇ 15 2003 ଏବଂ କାହା ଦ୍ୱାରା ସ୍ଥାପିତ କରାଯାଇଥିଲା ବା ଇନୋଗ୍ରେଟେଡ କିଏ ଥିଲେ ଅଟଳ ବିହାରୀ ବାଜପେୟୀ ମାନ୍ୟବର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳର ବର୍ତ୍ତମାନ ଯଦି କିଏ ଅଛନ୍ତି ଡକ୍ଟର ପ୍ରଶାନ୍ତ ରାଘବ ମହାପାତ୍ର କ୍ଲିୟର ବୁଝିପାରିଲ ଏବେ ପିଲାମାନେ ଆମେ ଦେଖିବା ନେକ୍ସଟ 23 ନମ୍ବର ଦେଖିବା ଯେ ସରି 22 ନମ୍ବର ଦେଖିବା ଦି ସେଣ୍ଟ୍ରାଲ ସୁଗାରକେନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ୍ କୋଉ ମଧ୍ୟରୁ ପିଲାମାନେ କହିଲ ବହୁତ ପିଲାମାନେ ଜାଣିଥିବେ କୋଉ ମଧ୍ୟ ନାଁ ଶୁଣିଥିବେ କାହିଁକିନା ଗାଁରେ ଯୋଉମାନେ ଯାଉଛନ୍ତି ବାହାରକୁ ମାନେ ନିଜର ମାନେ କହିବାର କର୍ମକ୍ଷେତ୍ର କରିବା ପାଇଁ କୋଉ ମଧ୍ୟ ପିଲାମାନେ ଶୁଣିଥିବ ସେ ହଉଛି ତାମିଲନାଡୁ ଓକେ ତାମିଲନାଡୁ ଷ୍ଟେଟରେ କୋଏମ୍ବତୁର ଗୋଟେ ବଢିଆ ସହରଟି କିନ୍ତୁ ମୁଁ ତ ସେଠିକି ଯାଇନି କିନ୍ତୁ ଯାଇଛି ଆମର ତାମିଲନାଡୁ ଯାଇଛି ଥରେ ତ ପିଲାମାନେ ଡିସ୍କସନ ଚାଲନ୍ତୁ ଦେଖିବା ଜାଗା ବହୁତ ସର୍ଟ ଲେଖିବା ପାଇଁ ଓକେ କେବେ ସ୍ଥାପିତ ହୋଇଥିଲା ବା କହିପାରିବେ ଦି ସେଣ୍ଟ୍ରାଲ ସୁଗାରକେନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ୍ କୋଏମ୍ବତୁର ଯୋଉଟା ଅଛି ତାମିଲନାଡୁରେ ତାକୁ କେବେ ସ୍ଥାପିତ କରାଯାଇଥିଲା 1912 କେବେ 1912 ଫାଉଣ୍ଡର କିଏ ଥିଲେ କି ଦେଖିବ ପିଲାମାନେ ଡକ୍ଟର ସି ଏ ବାର୍ବର ଥିଲେ ଫାଉଣ୍ଡର ଓକେ ତ ଫାଉଣ୍ଡର ବା କହିପାରିବା ଫାଉଣ୍ଡର ଥିଲେ ବଟ ଡାଇରେକ୍ଟର ନଥିଲେ ଯଦି ଆମେ 1912 କଥା କହୁଛୁ ପିଲାମାନେ ଆମେ କହିପାରିବା ଫାଉଣ୍ଡର ହିଁ ଥିଲେ ସେତେବେଳେ ଡାଇରେକ୍ଟର ପଦ ଏତେ ମାତ୍ରାରେ କଣ ମାନେ ବିସ୍ତୃତ ନଥିଲା ବର୍ତ୍ତମାନ ଡାଇରେକ୍ଟର କିଏ ଅଛନ୍ତି ଲେଖିପାରିବା ଆନ୍ସର ପିଲାମାନେ ଡି ପି ଗୋବିନ୍ଦରାଜ ଓକେ ଭେରି ଭେରି ଇମ୍ପୋର୍ଟାଣ୍ଟ ତମମାନଙ୍କ ପାଇଁ ଡିପି ଗୋବିନ୍ଦରାଜ ହଉଛନ୍ତି ବର୍ତ୍ତମାନ ଡାଇରେକ୍ଟର ଦେଖିବା ନେକ୍ସଟ 23 ଦେଖ ପିଲାମାନେ ଦି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଚାଇନିଜ ଟେକ୍ନୋଲୋଜି ଲୋକେଟେଡ୍ ପିଲାମାନେ ଏଇଟା ଆଉ ଶବ୍ଦ ବ୍ୟବହାର କରାଯାଉନି ଅବଶ୍ୟ କିନ୍ତୁ ଯେହେତୁ କୋଶ୍ଚିନ୍ ଗୋଟେ ପଡିଯାଇଥିଲା ତେଣୁକରି ମତେ ନୋଟ କରିବାକୁ ପଡିଲା ଇଏ ଯୋଉଟା ଚାଇନିଜ ଲାଗିଛି ସେଥିପାଇଁ କହୁଛି ଏଟା କାନପୁରରେ ଅବସ୍ଥିତ ଏବଂ ତାକୁ ସ୍ଥାପିତ କରାଯାଇଥିଲା ଏପ୍ରିଲ 2011 ଏବେ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ଏଥିରେ ଡିସ୍କସନ ଆମେ କରିବା ଉଚିତ ନୁହଁ କାହିଁକିନା ଏଟା ଗୋଟେ ଭୁଲ କୋଶ୍ଚିନ୍ ବି କହିପାରିବା କିନ୍ତୁ ଗୋଟେ ଏକ୍ଜାମରେ ଆମର ପଡିଯାଇଥିଲା 2017-18 ପାଖାପାଖି ଗୋଟେ ଏକ୍ଜାମରେ ତମମାନଙ୍କର ଆସି ସାରିଛି ଅଲରେଡି ଓକେ କିନ୍ତୁ ବୋର୍ଡ ମାନିଛି ଯେ ନାଇଁ ଆନ୍ସର ଠିକ ଅଛି କାହିଁକିନା ସେତେବେଳେ ଚାଇନିଜ ଲେଖା ହଉଥିଲା ସେ ସଂଖ୍ୟା ସହିତ ଏବେ ଆଉ ଲେଖା ଯାଉନି ଓକେ 24 ଦେଖିବା ଦି ସେଣ୍ଟ୍ରାଲ କୋକୋନଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ୍ କାସରଗଡ଼ ବଢିଆ କ୍ୱେଶ୍ଚିନ୍ ପିଲାମାନେ ଯେ ଆମେ କହିବା ସେଣ୍ଟ୍ରାଲ କୋକୋନଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ କୋଉଠାରେ ଅବସ୍ଥିତ କାସରଗଡ଼ ସେ ହଉଛି ପିଲାମାନେ ମନେ ରଖ କେରଳ ଏଠି ତମେ ଦେଖିବ ଖାଇବା ମାନେ ଯୋଉ ଆମେ ରୋଷେଇ କରୁଛେ ଆମେ ଏଠି ବେସିକାଲି ସୂର୍ଯ୍ୟମୁଖୀ ରିଫାଇଣ୍ଡ କିମ୍ବା ମଷ୍ଟର୍ଡ ଅଏଲ ୟୁଜ ହଉଛି ସେଠିକା ନଡିଆ ତେଲ ବ୍ୟବହାର କରନ୍ତି ନର୍ମାଲ ଡାଲମା ବି ଛୁଙ୍କ ହବ ନଡିଆ ତେଲରେ ଚିକେନ କରିଦେବେ ନଡିଆ ତେଲ ମାନେ ସେଟା ଆଇଁଷ ପ୍ରାୟ ନାହିଁ ମୁଁ ଯେତିକି ଶୁଣିବାକୁ ପାଇଛି ଓକେ
କାସରଗଡ଼ ପିଲାମାନେ କହିପାରିବେ କୋକୋନଟ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରଖାଯାଇଛି ବା ରହିଛି। 1916 ମସିହାରେ ସ୍ଥାପିତ ହେଇଥିଲା, ମନେ ରଖିବ। ନେକ୍ସଟ ପଏଣ୍ଟ କହିପାରିବେ ପିଲାମାନେ, କିନ୍ତୁ 1970 ମସିହା ତାକୁ ମର୍ଜ କରିଦିଆଗଲା। ଓକେ, ମର୍ଜ କୋଉଠି କରାଗଲା? ଯୋଉ ସେଣ୍ଟ୍ରାଲ ଆମର ଅଛି ସିପିସି, ସେଣ୍ଟ୍ରାଲ ଯୋଉ ଆମର ପ୍ଲାଣ୍ଟେସନ କ୍ରପ ସେଣ୍ଟର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସେଥିରେ ତାକୁ ମର୍ଜ କରିକି ଏକାଠି କରିଦେଲେ। ବୁଝିପାରିଲ? ବର୍ତ୍ତମାନ ହେଡ୍ କିଏ ଅଛନ୍ତି ମନେ ରଖିବ? ବର୍ତ୍ତମାନ ହେଡ୍ ଅଛନ୍ତି ଡକ୍ଟର କେ ବାଲଚନ୍ଦ୍ର। କେ ବାଲଚନ୍ଦ୍ର। କ୍ଲିୟର ବୁଝିପାରିଲ? ଏତିକି ହେଲା ଆମର ପଏଣ୍ଟ। ଡକ୍ଟର କେ ବାଲଚନ୍ଦ୍ର, ଆମର ଟାଇଟଲ ବୋଧେ ହାର୍ବର୍ଡ ନା କଣ କରିଥିଲା, ମୋର ଭଲସେ ଖ୍ୟାଲ ନାହିଁ। ଓକେ, ଏତିକି। ଯିବା ନେକ୍ସଟ 25 ନମ୍ବର। ପିଲାମାନେ ଦେଖିବା ପୂର୍ବରୁ ଟିକେ କ୍ଲିନ୍ କରିଦେବା। 25 ନମ୍ବର ଦେଖ, ଭାବା ଅଟୋମିକ ରିସର୍ଚ୍ଚ ସେଣ୍ଟର ଲୋକେଟେଡ ଟ୍ରମ୍ବୋ। ପିଲାମାନେ ଟ୍ରମ୍ବୋ ସହର କୋଉଠି? ଶୁଣିଥିବ ମୁମ୍ବାଇ। ଓକେ, ମୁମ୍ବାଇ ମାନେ ଷ୍ଟେଟ ରେ ଟ୍ରମ୍ବୋ ସହର ଅଛି, ଯୋଉଠି ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ଲୋକେଟେଡ କରାଯାଇଛି। ତାପରେ ଯଦି ପିଲାମାନେ କହିପାରିବେ କେବେ କରାଯାଇଥିଲା, ମନେ ରଖିବ 3 ଜାନୁଆରୀ 1954 ରେ। 3 ଜାନୁଆରୀ 1954 ଏବଂ ଫାଉଣ୍ଡର ଥିଲେ, ଏମାନେ ଶୁଣିକି ବୋଧେ ଖୁସି ହେବ ଯେ ହୋମି ଜାହାଙ୍ଗୀର ଭାବା। ଡକ୍ଟର ଆମେ କହିପାରିବା ହୋମି ଜାହାଙ୍ଗୀର ଭାବା ଥିଲେ ସେ ଫାଉଣ୍ଡର। କ୍ଲିୟର ବୁଝିପାରିଲ? ପିଲାମାନେ କପିରେ ନୋଟ କର, ମୁଁ ଯାହା ତମମାନଙ୍କୁ କହି ରଖୁଛି। ବର୍ତ୍ତମାନ କିଏ ଅଛନ୍ତି ହେଡ୍? ବର୍ତ୍ତମାନ ହେଡ୍ ଅଛନ୍ତି ଶ୍ରୀ ବିବେକେ ଭାସେନ। ବିବେକେ ଭାସେନ। ଓକେ, ଇଏ ହେଡ୍ ଅଛନ୍ତି, ଏଟା ମୋର ପୁରା କ୍ଲିୟର ମନେ ଅଛି। ବୁଝିପାରିଲ? ତାପରେ ଦେଖିବା ପିଲାମାନେ ଆମେ ନେକ୍ସଟ ହଉଛି ହିମାଳୟନ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ। ଦେଖ କେତେ ଗୁଡେ ଫରେଷ୍ଟ ଇନଷ୍ଟିଚ୍ୟୁଟ ଅଛି। ସେ ଆମର ଆଗ୍ରୋ ଫରେଷ୍ଟ ଅଛି, ହିମାଳୟନ ଅଛି, ନର୍ମାଲ ଫରେଷ୍ଟ ଇନଷ୍ଟିଚ୍ୟୁଟ ଅଛି। ତ କୋଶ୍ଚିନ୍ ଗୋଟେ ହିଁ ତମମାନଙ୍କର ଏକ୍ସାମ ଦେଖିବାକୁ ମିଳିଥିଲା, ସେଥିପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ନହେଲେ ବି କେବଳ ଆମେ ଟିକେ ସର୍ଟ ଯଦି ମନେ ରଖିବା, ହିମାଳୟନ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସିମଳାରେ ଅବସ୍ଥିତ, ଯୋଉଟା କି ହିମାଚଳ ପ୍ରଦେଶ। ଓକେ, ହିମାଚଳ ପ୍ରଦେଶ। ଏତିକି କ୍ଲିୟର ଥିଲା। ଏବଂ ମେ 1977 ମସିହାରେ ସ୍ଥାପିତ କରାଯାଇଥିଲା। ବର୍ତ୍ତମାନ ଆମେ କହିବା ହେଡ୍ ବା ଡାଇରେକ୍ଟର ଯିଏ ହଉଛନ୍ତି, ସେ ହଉଛନ୍ତି ଡକ୍ଟର ସନ୍ଦୀପ ଶର୍ମା। ଡକ୍ଟର ସନ୍ଦୀପ ଶର୍ମା। ପିଲାମାନେ ଯେତେ ସ୍ପିଡରେ ଆଉ କ୍ଲିୟର କରିବାର ଅଛି, ମୁଁ ସେତେ ସ୍ପିଡରେ ତମମାନଙ୍କୁ କରେଇବି। ଦେଖିବା 27 ପଏଣ୍ଟ। ଦେଖ, ତମମାନଙ୍କୁ ନୋଟ ହିଁ ଦରକାର। ଯାହା କହୁଛି ନୋଟ କରିକି ତମ ପୁରା ବଢିଆ ସେ ଲେଖ, ଦୁଇଥର ପଢି ନିଅ, ଭିଡିଓ ଦେଖିବା କିଛି ଆବଶ୍ୟକ ନାହିଁ ସେକେଣ୍ଡ ଟାଇମ। ଓକେ, 27 ପଏଣ୍ଟ ଦେଖିବା। ଦି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମି ଲୋକେଟେଡ କୋଉଠି ପିଲାମାନେ? ବାଙ୍ଗଲୋର। ଆଚ୍ଛା, ବାଙ୍ଗଲୋର ପିଲାମାନେ ଗୋଟେ ସହର, ଏବଂ ବାଙ୍ଗଲୋର ଗୋଟେ ସହରର କ୍ୟାପିଟାଲ ମଧ୍ୟ। ତମାନେ ଜାଣିଛ ନା ମୁଁ କହିପାରିବିନି, ବାଙ୍ଗଲୋର ଗୋଟେ ସହର କ୍ୟାପିଟାଲ ମଧ୍ୟ। ତ କହି ରଖିବା, ଦି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମି ବାଙ୍ଗଲୋର, କର୍ଣ୍ଣାଟକ। ମନେ ରଖିବ କର୍ଣ୍ଣାଟକ। ଓକେ, କର୍ଣ୍ଣାଟକ। କେବେ? 1971 ଏପ୍ରିଲ 1, ଡେଟ୍ ମନେ ରହିଲା। ଏବଂ ଫାଉଣ୍ଡର ଯଦି ପିଲାମାନେ କହିପାରିବା, ଡକ୍ଟର ମୋନାଲି ବଲ୍ଲଭ ଭାଇନୁ ବାପୁ, ବା କହିପାରିବା ଆମେ ତାଙ୍କୁ ସର୍ଟରେ ଲେଖିଥାଉ ଡକ୍ଟର ଏମ କେ ଭାଇନୁ। ଏମ କେ VAINU, ଏମ କେ ଭାଇନୁ। ସେ ହଉଛନ୍ତି, ବା ଆମେ କହିପାରିବା ଡକ୍ଟର ଏମ କେ ଭାଇନୁ ବାପୁ, ଆମେ ତାଙ୍କୁ କହିପାରିବା। ତାଙ୍କ ନାଁ ସର୍ଟ ଫର୍ମ, କାହିଁକିନା ଇଏ ଗୋଟେ ନାଁ ହିଁ ସେପଟ ଲୋକାଲ ଲାଙ୍ଗୁଏଜ, ତ ତେଣୁକରି ଆମକୁ କ୍ଲିୟର ବୁଝି ହବନି। ବର୍ତ୍ତମାନ ହେଡ୍ କିଏ ଅଛନ୍ତି? ବର୍ତ୍ତମାନ ହେଡ୍ ଅଛନ୍ତି ଅନ୍ନପୂର୍ଣ୍ଣି ସୁବ୍ରମଣ୍ୟମ। ସୁବ୍ରମଣ୍ୟମ। ବୁଝିପାରିଲ? ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମିର। କ୍ଲିୟର ବୁଝିପାରିଲ? ଯିବା ନେକ୍ସଟ ପିଲାମାନେ ପଏଣ୍ଟକୁ 28 ପଚାରୁଛି କଣ ଆମକୁ? ଟ୍ରପିକାଲ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଜବଲପୁର। ପିଲାମାନେ ଜବଲପୁର କୋଉଠାରେ? ତମେ ଟିକେ ମନେ ପକାଅ। ଦେଖ, ଜବଲପୁର ହଉଛି MP। ଓକେ, ମଧ୍ୟପ୍ରଦେଶ। ତାପରେ ଦେଖିବା ଯଦି ପିଲାମାନେ କହିପାରିବା, ହେଡ୍ ଅଛନ୍ତି ଡକ୍ଟର HS ଗିନୱାଲ। ଓକେ, ଫାଉଣ୍ଡର ପିଲାମାନେ ନାହାନ୍ତି କେହି, ଗୋଟେ ନର୍ମାଲ ଖାଲି ଗୋଟେ ସେଣ୍ଟର ଥିଲା, ଚେଞ୍ଜ ହେଇକି ପୁଣି ମାନେ ଟ୍ରପିକାଲ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହେଇଛି। ବର୍ତ୍ତମାନ ତ ବୋଧେ ମର୍ଜ ହେଇଗଲାଣି, କିନ୍ତୁ କୋଶ୍ଚିନ୍ ଯେହେତୁ ପଡିଥିଲା ତ ଆମ ପାଇଁ ଆଲୋଚନା କରିବା ଜରୁରୀ। ଓକେ, 29 ଦେଖିବା, ଦି ନ୍ୟାସନାଲ ଡାଏରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲୋକେଟେଡ କର୍ଣ୍ଣାଲ। ପିଲାମାନେ କର୍ଣ୍ଣାଲ ଗୋଟେ ସହର, କୋଉଠିକାର? ହରିୟାଣା। ମନେ ରଖିବ, ମାନେ ବହୁତ ପିଲା ମନେ ଥିବ ଯେ କୋଉ ସହର, ମାନେ କୋଉଠିକା ଷ୍ଟେଟ ର, ତ ହରିୟାଣା ପିଲାମାନେ ଲେଖିପାରିବ। କେବେ ସ୍ଥାପିତ କରାଯାଇଥିଲା ଆମେ କହିପାରିବା 1955 ମସିହାରେ। ଏବଂ ବର୍ତ୍ତମାନ ଡାଇରେକ୍ଟର ହଉଛନ୍ତି କିଏ? ସେ ଫାଉଣ୍ଡର ତ ପିଲାମାନେ ନାହିଁ ଏଥିରେ, କାହିଁକିନା କୋଶ୍ଚିନ୍ ପଡିନି କେବେ ବି।
ତ ଫାଉଣ୍ଡର ହଉଛନ୍ତି ପିଲାମାନେ କହିପାରିବେ, ଡାଇରେକ୍ଟର ବର୍ତ୍ତମାନ ହଉଛନ୍ତି ଧୀର ସିଂ, DS ଡବଲ ER ଧୀର ସିଂ ହଉଛନ୍ତି ବର୍ତ୍ତମାନ ଡାଇରେକ୍ଟର। କ୍ଲିୟର ବୁଝିପାରିଲ? କ୍ରିଷ୍ଟାଲ କ୍ଲିୟର? ଯିବା ନେକ୍ସଟ ଲାଷ୍ଟ ପଏଣ୍ଟ କହିପାରିବା ଯେ ଆମର ଇନଷ୍ଟିଚ୍ୟୁଟ ଯୋଉଟା ପୁରୁଣା ସ୍ତରରୁ ଆସିଛି, କିନ୍ତୁ ସେ ବୋର୍ଡ ସବୁ ଆମେ ଏବେ ତିଆରି କରିଛେ ଆମର ସୁବିଧା ପାଇଁ। ପାର୍ଲାମେଣ୍ଟ ମୋ ଅନୁମତିରେ କରାଯାଇଛି। ଓକେ, ଲାଷ୍ଟ ହଉଛି ପିଲାମାନେ ଆମେ କହିପାରିବା ଇନଷ୍ଟିଚ୍ୟୁଟ ଯୋଉଟା ପୁରୁଣା ସ୍ତରରୁ ଆମର ଆସିଛି, that is the National Geophysical Research Institute located ହାଇଦ୍ରାବାଦ। ପିଲାମାନେ ହାଇଦ୍ରାବାଦ ଆମେ କହିପାରିବା ଗୋଟେ ସହର। ଓକେ, ଏବଂ 1961 ମସିହାରେ ସ୍ଥାପିତ କରାଯାଇଥିଲା ଦି ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ। ବର୍ତ୍ତମାନ ହେଡ୍ ଅଛନ୍ତି ଡକ୍ଟର ପ୍ରକାଶ। ଗୋଟେ ଗୋଟେ ଲେଟର ଲେଖିଲା ବେଳକୁ ସେ ଲିଭି ଯାଉଛି ବା ଆସୁନି। ପିଲାମାନେ କମ୍ପ୍ଲେନ୍ କରୁଥିଲେ ସାର୍ ଆପଣ ଗୋଟେ ଗୋଟେ ଲେଟର ଛାଡି ଦଉନ୍ତୁ ମଝିରେ। ସେ କଥା ନୁହଁ, ମୁଁ ବି ସ୍ପିଡ ଲେଖିଲା ବେଳକୁ ସେ କଣ ହଉଛି ନା ରହିଯାଉଛି, ଆଜୁମ ହେଇଯାଉଛି। ଡକ୍ଟର ପ୍ରକାଶ କୁମାର। ଓକେ, ବର୍ତ୍ତମାନ ହେଡ୍ ଅଛନ୍ତି। ପିଲାମାନେ ଆମେ କଫି ବୋର୍ଡ ମଧ୍ୟ ତିଆରି କରିଛେ। କଫି ବୋର୍ଡ ବର୍ତ୍ତମାନ ବାଙ୍ଗାଲୋରରେ। ଓକେ, ଟି ବୋର୍ଡ ଅଛି ଯୋଉଟା କି କାଲକାଟା। କୋଶ୍ଚିନ୍ ଏଥିରୁ ଉଚିତ ଦେଖିବାକୁ ମିଳିଛି, ତଥାପି ଇମ୍ପୋର୍ଟାଣ୍ଟ ତମ ପାଇଁ ମୁଁ ନେଇ ଆସିଲି। କ୍ରାଇସିସ୍ ବୋର୍ଡ କହିପାରିବା ମସଲା ବୋର୍ଡ କୋଚି, ରବର ବୋର୍ଡ କୋଟ୍ଟିୟମ ବା କହିବା କେରଳ, ଟବାକୋ ପିଲାମାନେ ଏଇଟା ତ ମୋ ସହ ରହିବା କଥା ନୁହଁ, ଯାହାବି ହଉ ଟବାକୋ ବୋର୍ଡ ଗୁଣ୍ଟୁର ଆନ୍ଧ୍ରପ୍ରଦେଶ, ସେଠି ଚାଷ କରାଯାଏ। ତାପରେ ଆରିଡ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସେ ଯୋଧପୁର, ରେନ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଯୋରହାଟ। ଏତିକି ପିଲାମାନେ କ୍ଲିୟର ହେଲା? ଦେଖ এই ଭିଡିଓରେ ତମମାନଙ୍କୁ ମୁଁ କହି ରଖୁଛି ଯେ 27, 28, 27 ନମ୍ବର ଯାଏ କୋଶ୍ଚିନ୍ ତମକୁ ଅତି କମରେ 2ରୁ 3 ଦେଖିବାକୁ ମିଳିଛି। ଓକେ, ବାକି ଆଉ କୋଉଠି ଗୋଟେ କୋଉଠି ଖଣ୍ଡେ ବିଲକୁଲ ନାହିଁ ଏମିତି। ଏବଂ ଯାହା ଇମ୍ପୋର୍ଟାଣ୍ଟ ରହିଲା ମତେ ଲାଗିଲା ମୁଁ ତମମାନଙ୍କ ପାଇଁ ନୋଟ ନେଇ ଆସିଲି। ଆଜି ପିଲାମାନେ କ୍ଲାସ ଏତେ ଏଣ୍ଡ କରିବା। ବହୁତ ବହୁତ ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।